कौन आम जो पताका उत्तोलन होची हां आम जाऊचे कौन स्कूल को सब जाऊचे स्कूल को जाऊचे बुले कौन करते पताका उत्तोलन होची सारे भाषण दउछते तापर हम कौन करते गाँ बुलते तापर एला परे हमर मिठाई बंटा ହେଲା ହଁ ଫୁଲ ଲଗିଆ ହଉଛି ହେଲା। ଆଚ୍ଛା ସ୍ୱାଧୀନତା ଦିବସ କାହିଁ ପାଳନ ହଉଛି? ଆମ ଦେଶ ସେଦିନ ସ୍ୱାଧୀନ ହୋଇଥିଲା ବୋଲି ତେଣୁକରି ଆମେ ସେ ଦିନକୁ ମନେ ପକେଇବା ପାଇଁ କ'ଣ ସ୍ୱାଧୀନତା ଦିବସ ଆମେ ପାଳନ କରୁଛୁ। ଦେଶ ଆମର ପରାଧୀନ ଥିଲା କାହାର ଅଧୀନରେ ଥିଲା ନା ଇଂରେଜ ମାନଙ୍କର ଅଧୀନରେ। ଯେଉଁମାନେ ଆମକୁ ସ୍ୱାଧୀନ କଲେ ନା ଆମର କ'ଣ ପୂର୍ବଜ ମାନେ ବା ଆମର ସ୍ୱାଧୀନତା ସଂଗ୍ରାମୀ ମାନେ ଆମ ଦେଶକୁ ସ୍ୱାଧୀନ କଲେ। ତାଙ୍କର କଳେ ବଳେ କୌଶଳେ ସେ କ'ଣ କଲେ ଦେଶକୁ ସ୍ୱାଧୀନ କଲେ। ଦେଶ ସ୍ୱାଧୀନ କେତେବେଳେ ହେଲା ନା 1947 ମସିହା ଅଗଷ୍ଟ ମାସ 14 ତାରିଖ ମଧ୍ୟରାତ୍ରିରେ ହେଲା। 14 ତାରିଖ ମଧ୍ୟରାତ୍ରିରେ ହେଲା। କିଏ କିଏ ସବୁ ଆମର ସ୍ୱାଧୀନତା ସଂଗ୍ରାମୀ ଥିଲେ? ମହାତ୍ମା ଗାନ୍ଧୀ ଥିଲେ, ତାପରେ ଜବାହରଲାଲ ନେହେରୁ ତାପରେ କିଏ ଥିଲେ ସୁଭାଷ ଚନ୍ଦ୍ର ବୋଷ ଥିଲେ, ଲାଲ ଲଜପତ ରାୟ ଥିଲେ, ତାପରେ ବିପିନ ପାଲ ଥିଲେ ଆଉ ଏମିତି ବହୁତ ବି ଅଛନ୍ତି ଯାହାର ବି ଇତିହାସରେ ବି ନାଁ ନାହିଁ। ସେମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଆମ ଦେଶକୁ ସ୍ୱାଧୀନ କରିଥିଲେ। ସେଇ ଦିନକୁ ସେଇମାନଙ୍କୁ ମନେ ପକାଇବା ପାଇଁ ଆଉ ସେଇ ଦିନକୁ ମନେ ପକାଇବା ପାଇଁ ଆମେ ସ୍ୱାଧୀନତା ଦିବସ ବୋଲି ପ୍ରତ୍ୟେକ ବର୍ଷ ଅଗଷ୍ଟ 15କୁ ଆମେ ସ୍ୱାଧୀନତା ଦିବସ ରୂପେ ପାଳନ କରୁ ହେଲା। ଇଂରେଜ ମାନେ ଆମକୁ ସବୁ କ'ଣ ଇଏ କରୁଥିଲେ, ଅତ୍ୟାଚାର ଆମ ଉପରେ କରୁଥିଲେ। ସେ ଅତ୍ୟାଚାରରୁ ଆମକୁ ଏଇ ସ୍ୱାଧୀନତା ସଂଗ୍ରାମୀ ମାନେ ଆମକୁ ରକ୍ଷା କରିଥିଲେ ନା ନାଇଁ। ସେଇ ଦିନକୁ ମନେ ପକାଇବା ପାଇଁ ଆମେ ପ୍ରତିବର୍ଷ ଆମ ସ୍କୁଲରେ ହଉ, କଲେଜରେ ହଉ, କ୍ଲବରେ ହଉ ଆମେ ସ୍ୱାଧୀନତା ଦିବସକୁ ପାଳନ କରୁ। ସେଦିନ ଆମ ସ୍କୁଲରେ କ'ଣ ହୁଏ ନା ସାର୍ ମାନେ ଆମକୁ କହନ୍ତି ପୋଷାକ ସଫାସୁତୁରା ପୋଷାକ ପିନ୍ଧିକି ଆସିବା ପାଇଁ। ସଫାସୁତୁରା ପୋଷାକ ପିନ୍ଧିକି ଆମେ କ'ଣ କରୁ ଯାଉ ପତାକା ତଳେ ଛିଡ଼ା ହୋଇ ପତାକାକୁ ସମ୍ମାନ ଜଣାଇ କ'ଣ କରୁ ସମ୍ମାନ ଜଣାଇ କ'ଣ କରୁ ନା ଜାତୀୟ ପତାକା ତଳେ ଜନଗଣ ମନ ଅଧିନାୟକ ଗୀତ ଗାଇ ଆଉ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ଏଇଟାକୁ ସ୍ୱାଧୀନତା ଦିବସକୁ ଆମେ ପାଳନ କରୁ। ତାପରେ ସର୍ବଶେଷରେ ଆମ ସାର୍ ଆମକୁ ସେ ବିଷୟରେ କିଛି କୁହନ୍ତି। ସେ କହିଲା ପରେ କ'ଣ ହବ ଆମେ ସେ ବିଷୟରେ ଶିଖୁ। କେମିତି ଆମ ଦେଶରେ ପରାଧୀନ ଥିଲା, କେମିତି ଆମ ଦେଶ ସ୍ୱାଧୀନ ହେଲା, ଏଇସବୁ କଥା ଆମେ ଜାଣୁ ହେଲା। ଏମିତି ଆମ ଦେଶ ଆଉ ଥରେ ପରାଧୀନକୁ ନ ଯିବ ସେପାଇଁ ଚେଷ୍ଟା ବି କରୁ। ତାପରେ ଶେଷରେ ଆମର କ'ଣ ହୁଏ ଗାଁ ବୁଲୁ। ଆମେ ଗାଁ ବୁଲୁ। ଗାଁ ବୁଲିଲା ପରେ ପୁଣି ଆମେ କ'ଣ ବିଦ୍ୟାଳୟକୁ ଆସୁ। ବିଦ୍ୟାଳୟକୁ ଆସିଲା ପରେ ଏକ ଧାଡ଼ିରେ ଛିଡ଼ା ହଉ। ଛିଡ଼ା ହେଲା ପରେ ଆମେ କ'ଣ କରୁ ନା ମିଠା ବଣ୍ଟା କାର୍ଯ୍ୟ ହୁଏ। ମିଠା ବଣ୍ଟା କାର୍ଯ୍ୟ ସରିଲା ପରେ ଆମେ ଯେ ଯାହା ଘରକୁ ଆମେ ପ୍ରସ୍ଥାନ କରୁ ହେଲା। ଇଏ ହେଉଛି ସ୍ୱାଧୀନତା ବିଷୟରେ ସମ୍ୟକ ବା ଛୋଟ ଗୋଟେ ଧାରଣା।